ଭାଗ୍ୟ ଉପରେ ନୁହେଁ, ପରିଶ୍ରମ ଉପରେ ବିଶ୍ୱାସ କରନ୍ତୁ। ମୁଁ ସବୁ ଜାଣେ। ବ୍ରହ୍ମଣ ଓଡିବି ପଶ୍ୟତି, ଅର୍ଥାତ୍ ଜ୍ଞାନ ଦ୍ୱାରା ମନୁଷ୍ୟ ନମ୍ର ହୋଇଥାଏ। କ'ଣ ସତରେ ଆପଣ ସବୁ କିଛି ଜାଣିଛନ୍ତି? ଯଦି ଜାଣିଛନ୍ତି, ତେବେ ଆପଣ କୌଣସି ନୂତନ ବିଚାର ଓ ସୂଚନା ପାଇଁ ମସ୍ତିଷ୍କର ସବୁ ଦ୍ୱାରକୁ ବନ୍ଦ କରିଦେଇଥିବେ। ଆପଣ ନିଜେ ନିଜକୁ ଜ୍ଞାନୀ, ବୁଦ୍ଧିମାନ ଓ ଏପରି ଅନେକ କିଛି ଭାବୁଥିବେ। ଏହି କାରଣରୁ ଆପଣ ନୂଆ ଜିନିଷଗୁଡ଼ିକୁ ଜାଣିବା ଓ ପରଖିବା ବଦଳରେ ନୂଆ ବିଚାରକୁ ନିଜ ଭିତରକୁ ଆସିବାକୁ ଦିଅନ୍ତି ନାହିଁ। କିନ୍ତୁ ଶେଷରେ କ'ଣ ହୁଏ? ଆପଣ ଜ୍ଞାନ, ବୁଦ୍ଧି ଓ ଅନୁଭବକୁ ବଢ଼ାଇବାର ସମସ୍ତ ଅବସର ହରାଇ ବସିଥାନ୍ତି ଏବଂ ଶେଷରେ ଅଚାନକ ଜାଣନ୍ତି କି ଯେପରି ଆପଣଙ୍କ ସମ୍ପୂର୍ଣ୍ଣ ଅସ୍ତିତ୍ୱ ହଜିଯାଇଛି। ଅସଫଳତାର କାରଣ ଏପରି ଦେଖାଯାଉଛି ଯେ ବ୍ୟକ୍ତି ଗୋଟିଏ ଜାଗାରେ ଅନେକ ବର୍ଷ ବିତାଇ ଦେଇଥାଏ, କିନ୍ତୁ ତାକୁ ଉଚିତ ପଦୋନ୍ନତି ବି ମିଳିନଥାଏ। ସେ ଚିନ୍ତା କରୁଥାଏ ଯେଉଁ କାରଣ ପାଇଁ ସେ ଆଗକୁ ବଢ଼ିପାରୁନାହିଁ। କ'ଣ ତା'ର ଚେଷ୍ଟାରେ କିଛି ଅଭାବ ରହିଗଲା କି? କ'ଣ ସେ ଠିକ୍ ଭାବରେ କାମ କରିପାରୁନାହିଁ? କ'ଣ ପାଇଁ ସେ ନିଜ କ୍ଷେତ୍ରର ସବୁ ନୂଆ ଖବର ରଖିପାରୁନାହିଁ? ଏସବୁକୁ ତର୍ଜମା କରିବା ପରେ ଜଣାପଡ଼େ ଯେ ସେ ନିଜ ମସ୍ତିଷ୍କର ଦ୍ୱାରକୁ ବନ୍ଦ କରିଦେଇଛି, କାରଣ ସେ ନିଜକୁ ଅଧିକ ଜ୍ଞାନୀ ବୋଲି ଭାବୁଥାଏ। ଭାରତର ଇତିହାସକୁ ବଦଳାଇ ଦେବା ଭଳି ଏକ ଘଟଣା ଏହି ପ୍ରକାରର ଅଟେ। ଆପଣ ନିଶ୍ଚୟ ଜାଣିଥିବେ, ପୃଥ୍ୱୀରାଜ ଚୌହାନ ମହମ୍ମଦ ଘୋରୀଙ୍କୁ 17 ଥର ପରାସ୍ତ କରିଥିଲେ। ଏପରି ଅନେକ ଅବସର ଆସିଥିଲା। ତାଙ୍କ ଉପଚେଷ୍ଟା ତାଙ୍କୁ ନୀତି ଅନୁସାରେ ପରାମର୍ଶ ଦେଇଥିଲେ ଯେ ଦରମରା ସାପ ଓ ଅପମାନିତ ଶତ୍ରୁକୁ କେବେ ଜୀବିତ ରଖିବା ଉଚିତ ନୁହେଁ। କିନ୍ତୁ ପୃଥ୍ୱୀରାଜ ଚୌହାନଙ୍କର ନିଜ ଶକ୍ତି, ରଣନୀତି ଓ ନିଜ ସେନା ଉପରେ ଭରସା ଥିଲା। ସେ ପ୍ରତିଥର ମହମ୍ମଦ ଘୋରୀଙ୍କୁ ଛାଡ଼ି ଦେଇଥିଲେ। ପରେ 18ତମ ଆକ୍ରମଣ ବେଳେ ପରିସ୍ଥିତି, ରଣନୀତି ଓ ବାହାଦୁରୀ ପୃଥ୍ୱୀରାଜଙ୍କ କୌଣସି କାମକୁ ଆସିଲା ନାହିଁ ଏବଂ ସେ ଯୁଦ୍ଧରେ ପରାସ୍ତ ହେଲେ। ଏହାପରେ ଜଣେ ପରେ ଜଣେ ମୁସଲମାନ ଶାସକ ଭାରତକୁ ଶାସନ କରି ଚାଲିଲେ। ଅବଶ୍ୟ ଏହା ଏକ ଭିନ୍ନ କଥା ଯେ ସେହି ମୁସଲମାନ ଶାସକମାନଙ୍କ ମଧ୍ୟରୁ ହୁମାୟୁନ, ଆକବର, ଜାହାଙ୍ଗୀର ତଥା ଶାହଜାହାନଙ୍କ ପରି ଶାସକ ଅନେକ କାରଣରୁ ଲୋକପ୍ରିୟ ହୋଇଥିଲେ। କିନ୍ତୁ ମହମ୍ମଦ ଘୋରୀଙ୍କ ବିଜୟ ଏହା ସ୍ପଷ୍ଟ କଲା କି ଯଦି କେହି ବ୍ୟକ୍ତି ସଫଳ ହେବା ପାଇଁ ଦୃଢ଼ ନିଶ୍ଚୟ କରିନିଏ, ତେବେ ତାଙ୍କୁ ସଫଳତା ନିଶ୍ଚିତ ଭାବରେ ମିଳିଥାଏ। ମହାନ ବିଶ୍ୱ ବିଜୟୀ ସିକନ୍ଦରଙ୍କର କାହାଣୀରେ ବି ଠିକ୍ ସେହି ରହସ୍ୟ ଛପି ରହିଛି। ଯେଉଁ ବ୍ୟକ୍ତି ନିଜକୁ ସର୍ବଶ୍ରେଷ୍ଠ ଜ୍ଞାନୀ ନ ଭାବି ନିଜ ଆଖି କାନ ଖୋଲା ରଖି ଜ୍ଞାନୀ ଗୁଣୀ ଲୋକଙ୍କ ପରାମର୍ଶରେ କାମ କରେ, ତାକୁ ଅସଫଳତାର ମୁହଁ ଦେଖିବାକୁ ପଡ଼ିନଥାଏ। ସିକନ୍ଦର କୌଣସି ଦେଶ ଉପରେ ଆକ୍ରମଣ କରିବା ପୂର୍ବରୁ ନିଜ ଗୁପ୍ତଚରମାନଙ୍କଠାରୁ ସବୁ ପ୍ରକାରର ସୂଚନା ନେଇ ଭଲ ଭାବରେ ଅଧ୍ୟୟନ କରୁଥିଲେ। ତାଙ୍କ କଥାରୁ ବହୁତ କିଛି ଶିଖିବାକୁ ମିଳେ। ସେ କହୁଥିଲେ, ମୋତେ ଶତ୍ରୁ ଦେଶର ଯେଉଁ ତଥ୍ୟ ଜଣାଅଛି, ସେଥିରୁ ଲାଭ ମିଳିବନି। ଯାହା ମୁଁ ନ ଜାଣିଛି, ତାହା ଯେପରି ମୋ ସୈନିକମାନଙ୍କର ସଂହାରର କାରଣ ପାଲଟି ନଯାଏ। ଯଦି ଆପଣଙ୍କୁ ଭାଗ୍ୟ ସହ ଲଢ଼ି ସଫଳତା ଅର୍ଜନ କରିବାର ଅଛି, ତେବେ ଏତିକି ମନେ ରଖନ୍ତୁ ଯେ କୌଣସି ଜ୍ଞାନ କେବେ ସମ୍ପୂର୍ଣ୍ଣ ନୁହେଁ। ଅଧିକ ସଫଳ ସେହି ବ୍ୟକ୍ତି ହୁଏ ଯେ ପୂର୍ଣ୍ଣତା ହାସଲ କରିବା ପାଇଁ ନିରନ୍ତର ଚେଷ୍ଟା କରୁଥାଏ। ଅହମ୍ର ପ୍ରଶ୍ନ, ଏହା ସିଧା ଅହଙ୍କାର ସହିତ ଜଡ଼ିତ ଅଟେ। ବ୍ୟକ୍ତିକୁ ଲାଗେ କି ସେ ଏତେ ଚତୁର ଯେ ସବୁକିଛି ଜାଣେ। ଯଦି କୌଣସି ବ୍ୟକ୍ତି ତାଙ୍କୁ କିଛି ନୂଆ କଥା ଶୁଣାଇବାର ଚେଷ୍ଟା କରେ,
ତେବେ ସେ ତୁରନ୍ତ କହି ପକାଏ, ମୁଁ ସବୁ ଜାଣିଛି, ଯେତେବେଳେ କି ସେ ପ୍ରକୃତରେ ତାହା ଜାଣିନଥାଏ। ଏହାଫଳରେ ସେ ବ୍ୟକ୍ତି ନିଜ ଅଫିସରେ ଆତ୍ମକେନ୍ଦ୍ରିତ ହୋଇଯାଏ। ତା ବ୍ୟକ୍ତିତ୍ୱ ଓ କାର୍ଯ୍ୟ ଉପରେ ଏହାର ପ୍ରଭାବ ପଡ଼ିବା ଆରମ୍ଭ ହୋଇଯାଏ। କମ୍ପାନୀ ଦ୍ୱାରା ପ୍ରଶିକ୍ଷିତ ହେଲେ ବି ମଧ୍ୟ ସେ ନିଜେ ନିଜ ଭିତରେ ପରିବର୍ତ୍ତନ ଆଣେ ନାହିଁ। ତେବେ ତାକୁ ଏପରି ନକାରାତ୍ମକ ନିର୍ଣ୍ଣୟ ନେବାକୁ ପଡ଼ିଥାଏ, ଯାହାର ଚିନ୍ତା ବି ସେ କରିନଥାଏ। ଯେତେବେଳେ ସେ ଆତ୍ମବିଶ୍ଳେଷଣ କରେ, ସେତେବେଳକୁ ବହୁତ ବିଳମ୍ବ ହୋଇଯାଇଥାଏ। ପ୍ରେରଣା କେଉଁଠାରୁ ବି ମିଳିପାରେ। ନିଜେ ନିଜକୁ ସର୍ବଦା ନୂଆ କିଛି ଶିଖିବା ପାଇଁ ପ୍ରସ୍ତୁତ ରଖନ୍ତୁ। ନୂଆ ଶିଖିବା ପାଇଁ ଜରୁରୀ ନୁହେଁ କି ନିଜେ କାମ କରୁଥିବା କ୍ଷେତ୍ରରେ ସବୁକିଛି ଜାଣିଗଲେ, ପ୍ରସ୍ତୁତ ହୋଇଗଲେ। ଆପଣ ପ୍ରେରଣା କେଉଁଠାରୁ ବି ମିଳିପାରେ। ଭଲ ଭଲ ବହି, ପ୍ରେରଣାଦାୟୀ ପ୍ରସଙ୍ଗ ସଫଳ ବ୍ୟକ୍ତିମାନଙ୍କଠାରୁ ଅବା ଗରିବ ଦିନ ମଜୁରିଆ ଠାରୁ ବି ମିଳିପାରେ। ପଞ୍ଚତନ୍ତ୍ର, ହିତୋପଦେଶ କଥା, ପୁରାଣ ଓ ଗଳ୍ପ କାହାଣୀରୁ ବି ବହୁତ କିଛି ଶିଖିବାକୁ ମିଳିଥାଏ। ଭାରତରେ ଜ୍ଞାନ ବିଜ୍ଞାନର ପୁରାତନ ସ୍ରୋତ କୁହାଯାଉଥିବା ବେଦ, ପୁରାଣ, ଉପନିଷଦ ତଥା ପ୍ରସିଦ୍ଧ ବିଦ୍ୱାନମାନଙ୍କ ଦ୍ୱାରା ଲିଖିତ ଗ୍ରନ୍ଥଗୁଡ଼ିକୁ ଯଦି ଭଲ କରି ଅନୁଧ୍ୟାନ କଲେ, ମଣିଷ ଜୀବନର ଅନେକ ଅବସ୍ଥା ଓ ପରିସ୍ଥିତିକୁ ନେଇ ନୂଆ ବିଚାର ମିଳିବ। ଯଦି ଆପଣଙ୍କ ପାଖରେ ଅଧିକ ସମୟ ନାହିଁ ଏବଂ ଆପଣ ଶୀଘ୍ର ପାଇବାକୁ ଚାହୁଁଛନ୍ତି, ତେବେ ନିଜ ଗୁରୁଜନ ଓ ସମାଜର ବରିଷ୍ଠ ନାଗରିକମାନଙ୍କ ପରାମର୍ଶ ନିଅନ୍ତୁ ଓ ଅନେକ ପରିସ୍ଥିତି ବାବଦରେ ସେମାନଙ୍କ ଅନୁଭବକୁ ଗ୍ରହଣ କରନ୍ତୁ। ଆପଣଙ୍କୁ ଭାଗ୍ୟ ଭରସାରେ ନ ରହି ପରିଶ୍ରମ କରି ଆଗକୁ ବଢ଼ିବା ପାଇଁ ଅବିଶ୍ୱସନୀୟ ପ୍ରେରଣା ମିଳିବ। ଆପଣଙ୍କ ବିଚାର ସୁଚିନ୍ତିତ ହେବା ଉଚିତ। କିଛି ନୂଆ କରିବାକୁ ହେଲେ କଷ୍ଟ ତ ଉଠାଇବାକୁ ହିଁ ହେବ। ଅଧିକ କିଛି ନୁହେଁ, ମାତ୍ର ଏକ ଡାଏରୀ ଲେଖିବାକୁ ପଡ଼ିବ। ଦିନସାରା ଯାହା କିଛି ନୂଆ ଦେଖିଲେ ବା ଶିଖିଲେ, ତାକୁ ଡାଏରୀରେ ନୋଟ୍ କରି ରଖନ୍ତୁ। ଏମିତି କେତେ ଥର ସାନ ଓ ବଡ଼ମାନଙ୍କଠାରୁ କେତେ ଶିକ୍ଷା ପାଇଥାଉ। ତାଙ୍କ ସହ କଥାବାର୍ତ୍ତା କଲାବେଳେ କିଛି ଭଲ ଶବ୍ଦ କିମ୍ବା କିଛି ଭଲ ଶିକ୍ଷା ଲାଭ କରୁ, ଯାହାକି ପରେ ଆମେ ବ୍ୟବହାର କରିପାରିବୁ। କେବେ କେବେ କମ୍ ଅନୁଭବୀ ସାଥୀ ବି ବହୁତ ଭଲ ପ୍ରସ୍ତାବ ଦେଇପାରେ। ସେ ଆଧୁନିକ ସଫ୍ଟୱେର୍ ବିଷୟରେ ବି ଜାଣିଥାନ୍ତି। ଆପଣ ତାଙ୍କଠାରୁ ଏହା ଶିଖିପାରନ୍ତି। ଏହା ବ୍ୟତୀତ ଦୈନନ୍ଦିନ ଜୀବନରେ ଏମିତି ବହୁତ ଘଟଣା ଘଟିଥାଏ, ଯେଉଁଥିରୁ ଛୋଟ ବଡ଼ ଅନେକ ଶିକ୍ଷା ମିଳେ। ତେଣୁ ଏବେଠାରୁ ପ୍ରତିଦିନ ନିଜକୁ ପ୍ରଶ୍ନ କରନ୍ତୁ, ମୁଁ କିଛି ଶିଖିପାରୁଛି କି ନାହିଁ। ଆପଣ କେବଳ କାଗଜରେ ନୁହେଁ, ବରଂ ନିଜର ମନ ମସ୍ତିଷ୍କରେ ବି ପ୍ରତିଦିନ କିଛି ସକାରାତ୍ମକ ବିଚାର କରୁଥାନ୍ତୁ ଓ ଚେଷ୍ଟା କରନ୍ତୁ ଯେ ଯେପରି ତାହା ଆପଣ ଶୀଘ୍ର ଭୁଲି ନ ଯାଆନ୍ତି ଏବଂ ଏହାକୁ ନିଜ ପ୍ରମୁଖ ଅଭ୍ୟାସ ରୂପରେ ପରିବର୍ତ୍ତିତ କରନ୍ତୁ। ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ନିଜ ମନ ଓ ବିଚାର ମଧ୍ୟରେ ସଠିକ ତାଳ ମେଳ ରଖନ୍ତୁ। ମନେ ରଖନ୍ତୁ, ଏ ମନ ଓ ବିଚାରର ସମ୍ପର୍କ କାହାରି ବାବଦରେ ନିରର୍ଥକ ପ୍ରଳାପ ଅବା ଆପଣଙ୍କ କ୍ରୋଧ ଓ ଆକ୍ରୋଶର ଅଭିବ୍ୟକ୍ତି ନ ହେଉ। ସେଥିରେ କେବଳ ସକାରାତ୍ମକ ବିଚାର ଓ ଆପଣ ଜୀବନରେ କ'ଣ କରିବାକୁ ଚାହୁଁଛନ୍ତି ତଥା ସେଥିରେ କେତେ ସଫଳତା ମିଳିଛି, ଏମିତି ବ୍ୟବହାରିକ ବିବରଣୀ ରହିବା ଆବଶ୍ୟକ। ପ୍ରତ୍ୟକ୍ଷ ଭାବରେ ଏହାର କୌଣସି ତାତ୍କାଳିକ ଲାଭ ଦେଖିବାକୁ ମିଳେନାହିଁ, କିନ୍ତୁ ଜୀବନର ପରବର୍ତ୍ତୀ ସମୟରେ ଆପଣ ଅନୁଭବ କରିବେ ଯେ ଏହି ବିଚାରଗୁଡ଼ିକ ଆପଣଙ୍କୁ କେତେ ଗଭୀର ଭାବରେ ପ୍ରଭାବିତ କରିଛି ଓ ଅନ୍ତତଃ ଆପଣଙ୍କ ଚିନ୍ତା ତଥା ବ୍ୟକ୍ତିତ୍ୱକୁ ଏକ ସଫଳ ଅସ୍ତିତ୍ୱରେ ପରିବର୍ତ୍ତନ କରିପାରିଛି।
ଏହି ମାନସିକ ଲେଖା ଯୋଖା ନା କେବଳ ଆତ୍ମବିଶ୍ୱାସକୁ ପ୍ରସ୍ତୁତ ସୁଦୃଢ଼ କରିବ ବରଂ ବୁଦ୍ଧିକୁ ବି ବଢ଼ାଇ ଦେଇଥାଏ। ମନେ ରଖନ୍ତୁ, ଯଦି କୌଣସି ମାନସିକ ଯୋଜନାକୁ କେଉଁ କାରଣରୁ ବଦଳାଇବାକୁ ଚାହୁଁଛନ୍ତି, ତେବେ ତାହାର କାରଣ ସମେତ ନୂଆ ଯୋଜନାର ବିଶେଷତ୍ୱ ନିଶ୍ଚୟ ଲେଖନ୍ତୁ। ଆୟୁ ବଢ଼ିବା ସଙ୍ଗେ ସଙ୍ଗେ ମାନସିକ ସ୍ଥିତି ଅଧିକ ସାର୍ଥକ, ବ୍ୟବହାରିକ ଓ ବିଶ୍ୱାସଯୋଗ୍ୟ ହେବାକୁ ଲାଗିବ। ଆପଣ ଏହାକୁ ଏକ ପ୍ରକାରର ନିଜ ମାନସିକ ଭବିଷ୍ୟର ଇତିହାସ ବି କହିପାରନ୍ତି।